ବିହାର ମଠରେ ଭବ୍ୟ ଆୟୋଜନ। ବିଗତ ବର୍ଷ ଭଳି ଚଳିତ ବର୍ଷ ଶ୍ରୀକୃଷ୍ଣଙ୍କ ପାଇଁ ସ୍ୱାଦିଷ୍ଟ ଭୋଜନର ଆୟୋଜନ କରିଛନ୍ତି ଗୌର ବିହାର ମଠର କୃଷ୍ଣ ଭକ୍ତମାନେ। ପ୍ରସ୍ତୁତି ବ୍ୟଞ୍ଜନ ପ୍ରାୟ 600ରୁ ଅଧିକ। ଏହି ବ୍ୟଞ୍ଜନ ଭୋଗ ପ୍ରସ୍ତୁତି ହୋଇଛି ଗୌର ବିହାର ମଠରେ। ଶହ ଶହ ଭକ୍ତଙ୍କ ଦ୍ୱାରା ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି। ପୁରାଣ ଶାସ୍ତ୍ରରେ ଲିପିବଦ୍ଧ ହୋଇଥିବା ପୁରାତନ ଯୁଗର କିମ୍ବଦନ୍ତୀମୂଳକ ଏହା ଏକ ହିନ୍ଦୁତ୍ୱର ପ୍ରାମାଣିକ ପଦ୍ଧତି। ଧର୍ମ ରାଜ୍ୟର ପୃଷ୍ଠାରୁ ଉଦ୍ଧୃତ ପୁରାତନ ଯୁଗରେ ମା ଯଶୋଦା ଶ୍ରୀକୃଷ୍ଣଙ୍କୁ ବିଭିନ୍ନ ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତ କରି ଖୁଆଇଥିଲେ। ସେହି ପୂର୍ବ ସ୍ମୃତିକୁ ଆଜି ଦିନରେ ମନେ ପକାଇ କୃଷ୍ଣ ଭକ୍ତ ସାଧୁସନ୍ଥ ବୈଷ୍ଣବମାନେ ଚଳନ୍ତି ପ୍ରତିମା ଶ୍ରୀକୃଷ୍ଣଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରସାଦ ସେବା କରାଉଛନ୍ତି। ବ୍ୟଞ୍ଜନ ଭୋଗ ଲାଗିଲା ପରେ ସାଧୁସନ୍ଥ ଏବଂ ଉପସ୍ଥିତ କୃଷ୍ଣ ଭକ୍ତମାନେ ଏକତ୍ର ପ୍ରସାଦ ସେବନ କରିଥାନ୍ତି। ପୁରୀରୁ ଥିରେନ୍ ପ୍ରତିହାରୀଙ୍କ ରିପୋର୍ଟ, ମୁସିକା ନ୍ୟୁଜ୍।